ମୁଁ ଗୀତିକାର ନିଗମ ମିଶ୍ର। ଆଜି ଅପେରା ଶ୍ରୀମନ୍ଦିରର ଅୟମ ଆରମ୍ଭ ଦିବସ, ପୂଜାର୍ଚ୍ଚନା ଚାଲିଛି ଏବଂ ସମ୍ବର୍ଦ୍ଧନା ପର୍ବ ଅଛି। ଅତିଥିମାନଙ୍କର ଆଗମନ ହେଲା ପରେ ସବୁ ଘଟଣା ଘଟିବ ଏବଂ ଏହା ଏକ ନୂତନ ଚିନ୍ତାଧାରା ନେଇକରି ଇଞ୍ଜିନିୟର ପ୍ରମୋଦ କୁମାର ସ୍ୱାଇଁ, ଯିଏକି ଏହାର ପ୍ରଯୋଜକ ଏବଂ ମୁଖ୍ୟ ପରିଚାଳକ ବଙ୍କିମ ସ୍ୱାଇଁ ମହୋଦୟ, ତାଙ୍କର ପରିକଳ୍ପନାରେ ଆରମ୍ଭ ହେବାକୁ ଯାଉଛି ଅପେରା ଶ୍ରୀମନ୍ଦିର। ମୁଁ ଆଶା କରୁଛି ନିଶ୍ଚିତ ଭାବରେ ଅପେରା ଶ୍ରୀମନ୍ଦିର ଯାତ୍ରା ଜଗତରେ କିଛି ଗୋଟେ ନୂଆ କରି ଦେଖେଇବ। ଶ୍ରୀମନ୍ଦିର ସେଇଟା ତ ସେମାନେ କହିବେ, ପ୍ରଡ୍ୟୁସର ଆଉ ମ୍ୟାନେଜମେଣ୍ଟ କହିପାରିବ। ଆମେ ଯାହା ଯେତିକି ଭାବୁଛୁ, ଆମେ ଯେଉଁମାନେ ସବୁ ବୁକ୍ ହେଇଛୁ ନାଟକ ଗୀତ କରିବା ପାଇଁ, ଆମେ ନିଶ୍ଚିତ ଭାବରେ ଭଲ ନାଟକ ଭଲ ଗୀତ କରିବୁ, ଚେଷ୍ଟା କରିବୁ, ଆପ୍ରାଣ ଚେଷ୍ଟା କରିବୁ। ତେଣିକି ଜଗନ୍ନାଥଙ୍କର ଇଚ୍ଛା, ଜଗନ୍ନାଥଙ୍କର ନାଁରେ, ଜଗନ୍ନାଥଙ୍କ ମନ୍ଦିର ନାଁରେ ଏ ପାର୍ଟି ଶ୍ରୀମନ୍ଦିର, ଅପେରା ଶ୍ରୀମନ୍ଦିର। ତେଣୁ ଜଗନ୍ନାଥ ଯାହା ଚାହିଁବେ, ଇଚ୍ଛାମୟ ଯାହା ଚାହିଁବେ ସେହା ହିଁ ଘଟିବ। ସେଇଟା ମୁଁ କହିପାରିବି ନାହିଁ। ଜଗନ୍ନାଥ ଯାହା ମୋ କଲମରେ ଲେଖେଇବେ, ମୁଁ ନିଜେ ଲେଖେ ନାହିଁ, ଜଗନ୍ନାଥଙ୍କୁ ସମର୍ପଣ କରିଦିଏ, ମା ଶାରଳାଙ୍କୁ ସମର୍ପଣ କରିଦିଏ। ସିଏ ଯାହା ମୋ ମୁଣ୍ଡରେ ଭର୍ତ୍ତି କରନ୍ତି ତାହା ମୋ କଲମରେ ମୁଁ ଗାରେଇ ଦିଏ। ତାପରେ ସେ ଗୀତ ହିଟ୍ ହେବ କି ନ ହେବ ସେଇଟା ଦର୍ଶକ କହିବେ। ପ୍ରଶ୍ନ ଉଠୁନି ଆଜ୍ଞା। ଅପେରା ଶ୍ରୀମନ୍ଦିର କ'ଣ, କୌଣସି ଅପେରାରେ ଆଉ ରହିବ ନାହିଁ ଅଶ୍ଳୀଳ ନୃତ୍ୟ। ଆପଣ ଗତକାଲି ଆମର ଭୁବନେଶ୍ୱର DCP ଆନାଉନ୍ସ କରିଛନ୍ତି, ଖଣ୍ଡଗିରି ଯେଉଁ ମହାକୁମ୍ଭ ଆସୁଛି, ଯାତ୍ରା ମହାକୁମ୍ଭ ଫେବୃଆରୀ 6ରୁ 17, ତା ଭିତରେ ଆପଣ ଦେଖିବେ କୌଣସି ପାର୍ଟିରେ ଅଶ୍ଳୀଳ ନୃତ୍ୟ, ଆଇଟମ୍ ଡ୍ୟାନ୍ସ ଏସବୁ ହେବ ନାହିଁ। ହଁ, ନା ପେଟ ପାଟଣା ଅଛି ବୋଲି ସେମାନେ ତ ସବୁ ସୀମା ଲଙ୍ଘନ କରିଛନ୍ତି। ସବୁର ଗୋଟେ ଲିମିଟ୍ ଅଛି। ଲିମିଟ୍ କ୍ରସ୍ କଲା ପରେ ଅତିରୁ ଇତି ହେବା କଥା। କାହିଁକି ବିରୋଧ କରାଯାଉଛି? ଆପଣ ଦେଖନ୍ତୁ, କେଉଁଠି ଦର୍ଶକ କିଛି ମଜା ନେଉଛନ୍ତି, 400 ଟଙ୍କା ମଜା ନେଉଛନ୍ତି, କିନ୍ତୁ ତା'ର ପ୍ରତିଫଳ କ'ଣ ଘଟୁଛି? ସମାଜ ଉପରେ ଯେଉଁ ପଡ଼ୁଛି, ମିଡ଼ିଆ ଦ୍ୱାରା ଯେଉଁ ସବୁ ଆପଣଙ୍କର ସବୁ ହାଇଲାଇଟ୍ ହେଇଯାଉଛି, ସେସବୁ ଅଶ୍ଳୀଳ ଚିତ୍ର, ଅଶ୍ଳୀଳ ଫଟୋ, ଅଶ୍ଳୀଳ ଭିଡ଼ିଓ, ଇତ୍ୟାଦି, କାନ କାମୁଡ଼ା ଇତ୍ୟାଦି, ସେଗୁଡ଼ାକ ସବୁ ଆମର ମାନେ ଉତ୍ତର ପିଢ଼ିଙ୍କ ପାଇଁ ଏକ ଖରାପ ପ୍ରଭାବ ପକାଉନି କି? ସେଥିପାଇଁ ହୁଏତ ପ୍ରଶାସନ ଏବଂ ପୋଲିସ ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସେମାନେ ଯାତ୍ରା ପାର୍ଟି ଯିଏ କହୁଛନ୍ତି, ସିଏ ଡାକିକି ଆଣୁଛନ୍ତି, ସେ କହୁଛନ୍ତି ଏମିତି କଲେ ଆମର ହାଇଲାଇଟ୍ ହେବ, ଏମିତି କିଛି ଅଛି କି? ନାଇଁ, ଶୁଣନ୍ତୁ, କୌଣସି ମୋ ଜାଣିବାରେ, ମୋ ଜ୍ଞାତ ସାରରେ ମୁଁ କହୁଛି, କୌଣସି ଯାତ୍ରା ମାଲିକ ଅଶ୍ଳୀଳ ଡ୍ୟାନ୍ସ ବା ସେଇ ଯେଉଁମାନେ କରୁଛନ୍ତି ସେମାନଙ୍କୁ କେବେ ଡାକେ ନାହିଁ। ଡାକିଥାଏ କମିଟି ତା'ର ଲାଭ କରିବା ପାଇଁ, ମୁଁ ଯେତିକି ଜାଣିଛି। ତେଣୁ ଏଥିପାଇଁ କମିଟି ବାଲାଙ୍କୁ ଆପଣମାନେ କହିପାରିବେ, ସେମାନେ ତାଙ୍କର ମାନେ ଲାଭ ଉଠାଇବା ପାଇଁ ହୁଏତ ସେଇ ଆଇଟମ୍ ଡ୍ୟାନ୍ସର ମାନଙ୍କୁ ଆଣିଥାଇ ପାରନ୍ତି। ନିଶ୍ଚିତ ଅଙ୍କୁଶ ଲାଗିବ, ନିଶ୍ଚିତ। ସବୁର ଗୋଟେ ରହିବ ସୀମା। ସୀମା ଉଲ୍ଲଂଘନ କଲେ ଅସୁବିଧା। ନା 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 ନା, ଆପଣ କାହିଁ ସେଗୁଡ଼ା ଭାବୁଛନ୍ତି? ଯାତ୍ରା ପାର୍ଟିରେ ଲୋକ କମିଯିବେ? ଏବେ ଦେଖନ୍ତୁ, ଆପଣ ସେଇ ଅଶ୍ଳୀଳ ନୃତ୍ୟ ଜାଗାରେ ଗୋଟେ ପାର୍ଟି ରାମାୟଣ, ଆମର ଟ୍ରାଡ଼ିସନାଲ୍ ଜିନିଷ, ପୌରାଣିକ ମାଇଥୋଲୋଜିକାଲ୍ ଜିନିଷ, ମାଇଥୋଲୋଜିକାଲ୍ ଡ୍ୟାନ୍ସ, ତାକୁ ବି ଲୋକ ଦେଖୁଛନ୍ତି। ତେଣୁ ଶୁଣନ୍ତୁ, ଲୋକଙ୍କୁ ଆପଣ ଯାହା ଦେଖେଇବେ ଲୋକ ସେୟା ଦେଖିବେ। କାହିଁ ଆଗରୁ ତ କାହିଁ ସେଇ ଯେଉଁ ଅଶ୍ଳୀଳ ନୃତ୍ୟ ଶିଳ୍ପୀମାନେ, ତାଙ୍କ ନାଁ ଧରିବା ମୋର ଉଚିତ ହେବ ନାହିଁ, ସେମାନେ ତ କାହିଁ ଆଗରୁ ନଥିଲେ? କ'ଣ ଯାତ୍ରା ହିଟ୍ ହେଉନଥିଲା ନା? ଲୋକ ଦେଖୁନଥିଲେ ଯାତ୍ରା? ଆଗରୁ ସବୁ ଯାଉଥିଲେ ରେକର୍ଡ ଡ୍ୟାନ୍ସ ଦେଖିବାକୁ। ଆଜ୍ଞା, ହଁ, ରେକର୍ଡ ଡ୍ୟାନ୍ସ ହେବ, ରେକର୍ଡ ଡ୍ୟାନ୍ସ ହେଉଛି, ହେବ, କିନ୍ତୁ ସେଥିରେ ଅଶ୍ଳୀଳତା ନଥିବ। ମୁଁ କହିପାରିବି ନାହିଁ। ମୁଁ ଶ୍ରୀମନ୍ଦିରରେ ଗୀତ ଲେଖିବା ପାଇଁ ବୁକ୍ ହେଇଛି, ତାଙ୍କର ମ୍ୟାନେଜମେଣ୍ଟ ସହିତ ଆପଣ ଆଲୋଚନା କରନ୍ତୁ, ସେମାନେ କହିପାରିବେ କିଏ କିଏ କଳାକାର ଏଇ ଅପେରାରେ ଯୋଗ ଦେବେ।